ବିଜେଡି ଦୁର୍ବଳ ହଉଛି ରାଜ୍ୟସଭା ସଂଖ୍ୟା ଦୃଷ୍ଟିରୁ ବିଜେଡି କମୁଛି ସେପାରେଟ ଅଲଗା କିନ୍ତୁ ବିଜେଡି ସାଂଗଠନିକ ଭାବରେ ଆହୁରି ଲୋକଙ୍କ ଦ୍ୱାରା ଆଦୃତ ହଉଛି। ନବୀନ ବାବୁ ଲୋକଙ୍କ ଦ୍ୱାରା ଲୋକପ୍ରିୟତା ଅର୍ଜନ କରୁଛନ୍ତି, ପାର୍ଟି ଶକ୍ତିଶାଳୀ ହଉଛି। ଏମାନଙ୍କ ଭୂମିକା ଯାହା ପାର୍ଟି ଭିତରେ ଥିଲା ଆପଣ ଦେଖିଛନ୍ତି ତାଙ୍କ କାର୍ଯ୍ୟକଳାପ, ସେ ବିଭିନ୍ନ ମୋହ ଗସ୍ତରେ ଅଧିକା କ୍ଷମତା ପାଇବା ପାଇଁ ବା ବିଜେପି ତାକୁ କି ଜାଲରେ ପକାଉଛି ସେଥିପାଇଁ ସେମାନେ ଯାଇଛନ୍ତି। ବିଜେଡି ସାଙ୍ଗରେ ରହି ଯୋଉମାନେ କାମ କରୁଛନ୍ତି ଆମେ କହିବା ସେ ଛାଡ଼ିଦେବେନି, ସେ କଥା କାହିଁ ଆମେ କହିବା? ସେ କଥା କହିବା ଠିକ କଥା। ବିଜେଡି ସାଙ୍ଗରେ ସମସ୍ତେ ରହିଛନ୍ତି, ଏକଜୁଟ ହେଇ ରହିଛନ୍ତି, କାମ କରୁଛନ୍ତି, ପାର୍ଟିର ସବୁ ଆନ୍ଦୋଳନ ଠିଆ ହେଉଛନ୍ତି, ପାର୍ଟିକୁ ପରିଚାଳନା କରୁଛନ୍ତି। ଏ ହେଉଛି ବିଜେଡିର ବର୍ତ୍ତମାନ ସ୍ଥିତି, ଯେଉଁଠି ସାରା ରାଜ୍ୟ ଆଜି ନବୀନ ବାବୁ ଆଜି ପର୍ଯ୍ୟବେକ୍ଷଣ କରିବାକୁ ଯାଉଛନ୍ତି, ସବୁବେଳେ ଏଭ୍ରିଡେ ସମୀକ୍ଷା କରୁଛନ୍ତି। ଆ ଦ୍ୱାରା ଅଳିଆ ସଫା ହଉଛି, ପାର୍ଟି ଆହୁରି ଶକ୍ତିଶାଳୀ ହଉଛି, ନବୀନ ପ୍ରତି ଆତ୍ମବିଶ୍ୱାସ ବଢୁଛି। ପାର୍ଟିରେ ଯୋଉମାନେ ବିଭିନ୍ନ କଥା କହିକି ଉଠେଇକି ପ୍ରଶ୍ନ କରିଥିଲେ ପାର୍ଟିରୁ ଗଲେ, ସେ ସବୁ ଗୋଟେ ଅଳିଆ କଥା ସୃଷ୍ଟି କରିଥିଲେ। ପାର୍ଟି ଯାଇଥିଲେ ଆମେ କରି ସାରିଛୁ, ସଂଗଠନ ଅଛି। ଦେବାଶିଷ ବାବୁ ସମ୍ପର୍କରେ ଆପଣ ମାନେ ଆମଠୁ ଅଧିକା ଜାଣିଛନ୍ତି, ତାଙ୍କର ବକ୍ତବ୍ୟ କୋଉ ଅବସ୍ଥାରେ ବକ୍ତବ୍ୟ କଣ ଦିଅନ୍ତି କଣ ନାହିଁ, ପାର୍ଟି ସପକ୍ଷ ବିପକ୍ଷ ଜାଣିଛନ୍ତି। ପାର୍ଟି ଥାଇକି ପାର୍ଟି ବିପକ୍ଷରେ କେମିତି ବକ୍ତବ୍ୟ ଦିଅନ୍ତି ଆପଣ ଜାଣିଛନ୍ତି। ମୁଁ କହିଲି ୱାକଫ ବୋର୍ଡ ସମ୍ପର୍କରେ, ମୁଁ କହିଲି ଆପଣଙ୍କୁ କଟକ ବାରବାଟୀ ସଫା ହେଇଗଲା, ନେତା ପଳେଇଲେ। ଚୌଦ୍ୱାର କଟକ ସେ ପୁରା ଡେଇଁ ଡେଇଁବା ଅବସ୍ଥାରେ ଅଛନ୍ତି, ଗଲା। ଆଉ ଅନ୍ୟମାନେ ବାଙ୍କି ସେପଟୁ ସିଏ ବି ପଳେଇଲେଣି। ତ କଥା ହଉଛି କଣ ଆପଣଙ୍କୁ ଲାଗୁଛି, କଣ ଗୋଟେ ପରେ ଗୋଟେ ଡାଳ ଛିଡି ଛିଡି ଯାଉଛି? କିଛି ସେଥିରେ ଦେବାଶିଷ ବାବୁ ଗୋଟେ ଅବସ୍ଥାରେ ପାର୍ଟିର ଗୋଟେ ବଡ ଭୂମିକା ଆମ ଜିଲ୍ଲା ପାର୍ଟିରେ ନଉଥିଲେ ବା କଟକ ସହର ନଉଥିଲେ, ଆମେ ତାଙ୍କୁ ସହଯୋଗ ସମସ୍ତେ କରୁଥିଲେ। ତେଣୁ ଦେବାଶିଷ ଗୋଟେ ଅବସ୍ଥାରେ ପାର୍ଟି ସହଯୋଗ କରୁଥିଲେ ଆମେ। ଆଜି ଦିନରେ ତାଙ୍କର ଏ ଅବସ୍ଥାନ କାହିଁକି ହେଇଛନ୍ତି ଆପଣ ଜାଣିଛନ୍ତି? କିଛି ମୋହଗ୍ରସ୍ତ ହେଇଛି, ନହେଲେ ଅବସ୍ଥାନ କାହିଁକି